हेलो हाय फ्रेंड, नमस्कार। वेलकम बैक टू माय चैनल साई शुभ लाइफ एक्सप्रेस। तो फाइनली सांग माने तो बहुत दिन पर ब्लॉगटा आरंभ कलु चाष बिलरू। तो जेहेतु चाष काम सर जाइथिला, एबे धान पाचिबा टाइम बा अमल करिया टाइम। तो फाइनली सांग माने आमे आसी जाइछु टिके धान बिल बुलिया पई। तो केमती कौन हेइची तो बुलिकी देखा। तो सकाल सकाल आसिक पहुँची जाइए आमर धान फसल केते सुंदर देखा पाचिकी पूरा नाली हो जाइए। खाली कटाकटी आरंभ हम आ किछि दिन पर 2-4 दिन पर आरंभ हम। तो आसी जाइए सांग माने फाइनली धान फसल देखा। बहुत सुंदर भी देखा नाली पूरा पाचिकी पूरा हलदिया सुना पूरा माने देखा पूरा रंग अलग प्रकार देखा बहुत सुंदर लगुच। सबुआड़े धान पाची जाइए सांग माने। फाइनली सांग माने बापा भी आसी बिल को एपटे झुड़ंग दिया होता। तो देखो झुड़ंग हो बरबटी एगुड़ा तोलिया आम आसी जाइए सकालू सकालू। तो बापा सेपटे तोलुंट देखु बिना झुड़ंग। तो फाइनली सांग मैंने जिते बड़े माने बिल को आसबे तो धान खेत को बुलिया पाई। तो धान देखिकी चाषी भाई माने मन एते जे खुश हो जेहेतु वर्षकर अमल से माने परिश्रम मूल धान देखिकी खुशी हो। धान बिल रे आसिक मु बसी जाइए तो धान गछ पाखे। तो देखिक बहुत खुशी लगुच। आ बापा सेपटे तोलुंट बरबटी। तो मामू सेपटे बुलूंट तांकर भी चाष कर सेपटे। तो आम एपटे तो चल देखा बुलवा बहुत खुशी लगुच। तो फाइनली सांग माने आमर झुड़ंग तोला सरीगला। तो देखो गोटाए बैग पूरा फुल हो जाइए झुड़ंग। तो तोलिक एबे मु जाऊँगी घर को। आ बापा सेपटे काटुंट घास काटिक आसो दीटा से बिल मझे काटुंट कौटी देखा ओह ये देखो बापा सेपटे गाई दीटा घास काटिक आसबे। तो मु चलू तो एपटे धान बिल टे बुली बुलिक आपण मन को देखी। तो मु भी बहुत दिन आसी नी धान बिल को। तो टे बुलिक देखा। तो कांधरे धरिक बैग झुड़ंग बैग धरिकी चलू धान बिल मझी रे केमती देखा धान बिल देखत खरा पड़ला आखिरे। चल ए घर को जीवा। तो घरे भी आउ किछि सांग माने तो ये शीत सीजन रे सबुआड़े परिबा चाष करती। शीत टाइम रे परिबा चाष माने बढ़िया हुए। तो चलतु आम घरे कौन कौन सब लगी बाड़ी रे। तो देखा एबे बिलरू तोली नहीं गलु झुड़ंग आउ बाड़ी रे कौन कौन सब होइछि परिबा पत्र। तो आपण मन को देखेबी चलतु।
ସାଙ୍ଗମାନେ ଦେଖନ୍ତୁ ଟୋଟାଲ ବାଇଗଣ କିଆରି ଏପଟରେ ଟୋଟାଲଟା ରହିଛି ବାଇଗଣ କିଆରି। ଆଉ ତଳେ ଆପଣମାନଙ୍କୁ ଦେଖେଇ ଆମର ରହିଛି ଶାଗ ସବୁ ଦିଆ ହେଇଥିଲା, ତାପରେ କୋବି ବି ଦିଆହେଇଛି। ଏବେ ସାଙ୍ଗମାନେ ମୁଁ ଏପଟରେ ବାଇଗଣ କିଆରିରେ ଟିକେ ପାଣି ଫାଣି ଦିଆ ହେଇଥିଲା ସକାଳୁ ସକାଳୁ, ତ ପାଇପ୍ ବି ପଡ଼ିଛି, ତ ସେଥିପାଇଁ ଆସିଗଲୁ ବାଇଗଣ କିଆରି ପ୍ରଥମ ବୁଲିବା ପାଇଁ। ଫାଇନାଲି ସାଙ୍ଗମାନେ ଆମେ ଆସିଯାଇଛୁ ଆମ ବାଡ଼ିରେ କ'ଣ କ'ଣ ସବୁ ହେଇଛି ତ ପରିବା ପତ୍ର ତ ବୁଲିବା ପାଇଁ। ତ ଚାଲନ୍ତୁ ଦେଖିବା କ'ଣ କ'ଣ ସବୁ ହେଇଛି। ତ ଏପଟେ ରହିଛି ବାଇଗଣ କିଆରି, ଆଉ ସେପଟେ ନାଲି ଶାଗ ଦିଆ ହେଇଥିଲା, ତ ଚାଲନ୍ତୁ ଦେଖେଇବା। ଆଉ ତ ବାଇଗଣ କିଆରିରେ ଆମେ ବୁଲିକିରି ଆସିଲୁ। ଏବେ ଏଇଠି ମୂଳା ଛୋଟ ଏବେ ହେଇଛି, ସେପଟେ ତ ବସିଥିଲା। ଆଉ ଏପଟେ ନାଲି ଶାଗ, ମୂଳା ଶାଗଟା ବିକ୍ରି ହୁଏ ସାଙ୍ଗମାନେ, ତ ସେଥିପାଇଁ ମୂଳା ଟୋଟାଲ ଦିଆ ହେଇଥିଲା ଶାଗ ବିକ୍ରି କରିବା ପାଇଁ। ଆଉ ଏପଟରେ ନାଲି ଶାଗ ବ୍ୟାକ୍ କ୍ୟାମେରା କରିକି ଦେଖାଉଛି ଆପଣମାନଙ୍କୁ। ଦେଖନ୍ତୁ ସାଙ୍ଗମାନେ ଏବେ ଟୋଟାଲ ନାଲି ଶାଗ ଦିଆହେଇଛି। ଆଉ ଏପଟରେ ଯେଉଁ କମଳି ଯେ କହନ୍ତି, ଏବେ ମଞ୍ଜି ଗଛ ଛୋଟ ଛୋଟ ରହିଛି। ଆଉ ଏପଟେ ନାଲି ଶାଗ ଟୋଟାଲଟା ଦିଆ ହେଇଥିଲା, ସେପଟେ ତଳେ ଉପରେ। ଆଉ ଏପଟେ ସାଙ୍ଗମାନେ ଆମର କୋବି ଲାଗିଛି, ଯେଉଁ କୋବି ଓଲକୋବି ଆମ ଏପଟରେ କହନ୍ତି, ସେ ଓଲକୋବି ଗଛ ଲଗା ହେଇଛି। ଏଇ ଦେଖନ୍ତୁ ଚାରା ଏବେ ଧରିବ, ଗୁଟି ଧରିଛନ୍ତି ଛୋଟ ଛୋଟ ଏବେ ଅଛି। ଆଉ ବଡ଼ ହେଲେ ଆପଣମାନଙ୍କୁ ଦେଖେଇବି। ଏବେ ଲାଗିଛି ହେବ 10-15 ଦିନ ହେବ ଲାଗିଛି। ତ ସାଙ୍ଗମାନେ ମୁଁ ତ ନଥିଲି, କଟକରେ ଥିଲି, ତ ସେଥିପାଇଁ ଆପଣମାନଙ୍କୁ ଦେଖେଇ ହେଲାନି କେମିତି କ'ଣ ଲାଗିଥିଲା। ଚାରା ତ ପକେଇକି ଯାଇଥିଲୁ। ତ ଏବେ କୋବି ଲାଗିଛି, ଓଲକୋବି ସବୁଆଡ଼େ ଦେଖନ୍ତୁ ଓଲକୋବି ସବୁ ଲାଗିଛି। ଓଲକୋବି ଆମ ଏପଟରେ ଚାହିଦା ଥାଏ ଓଲକୋବି ଖାଇବା ପାଇଁ, ତ ସେଥିପାଇଁ ଓଲକୋବି ସବୁ ଲାଗିଛି ଆମ ଏପଟରେ। ଆଉ ଫୁଲକୋବି ବନ୍ଧାକୋବି ଆମ ଏପଟରେ ମାନେ ହୁଏନି, ସେଥିପାଇଁ ସେଗୁଡ଼ା ଆମେ ଲଗାଉନୁ। ଆଉ ଫୁଲକୋବିଟା ଅଳ୍ପ କିଛି ଲଗାଉ, ଆଉ ଓଲକୋବିଟା ସଫିସିଏଣ୍ଟ ଓଲକୋବି ଚାଷଟା ହୁଏ। ଆଉ ବନ୍ଧାକୋବିଟା ହୁଏନି ଚାଷ। ଏଟା ରହିଛି ଫୁଲକୋବି, ଛୋଟ ଛୋଟ ରହିଛି, ଏଇ ଦେଖନ୍ତୁ। ଏପଟେ ଲାଗିଛି ଫୁଲକୋବି ଆଉ ଓଲକୋବି ମିକ୍ସ ହେଇକିରି ଲାଗିଛି। ତ ଫାଇନାଲି ସାଙ୍ଗମାନେ ଆମ ବାଡ଼ିରୁ ଏବେ ଚାଲିଛି ଉପାଡ଼ିବା ନାଲି ଶାଗ। ତ ମାର୍କେଟ ଯିବ, ଯେଉଁ ରହିଛି ପାଖ ମାର୍କେଟ ଆମର ରହିଛି, ଏ ପାଖ ମାର୍କେଟକୁ ଯିବ ନାଲି ଶାଗ। ତ ସେଥିପାଇଁ ଚାଲିଛି ଉପଡ଼ା। ତା ବାପା, ମୁଁ, ମା 3 ଜଣ ଲାଗି ପଡ଼ିଛୁ ବାଡ଼ିରୁ ଶାଗ ଉପାଡ଼ିବା ପାଇଁ। ତ ଘାସ ହେଇଯାଇଛି, ଟିକେ ବାଛିକିରି ଉପାଡ଼ିବାକୁ ପଡ଼ୁଛି, ଘାସ ନହେଲେ ନେବନି। ଶାଗ ଯେହେତୁ ଖାଇବ ତ ନେବନି, ସେଥିପାଇଁ ଘାସ ବାଛିକିରି ଉପାଡ଼ିବାକୁ ପଡ଼ୁଛି। ଏପଟରେ ରହିଛି ମୂଳା ଶାଗ, ତା ବାପା ମୂଳା ଶାଗ ଉପାଡ଼ୁଛନ୍ତି। ତ ମୂଳା ଶାଗଟା ପଖାଳ ସାଙ୍ଗରେ ଖାଇବାକୁ ଯେଉଁ ମଜା, ଅଲଗା ପ୍ରକାର ମଜା ଲାଗିଥାଏ। ଆଉ ସେପଟେ ତ ଆମର ରହିଛି କୋବି ଲାଗିଛି। ଆଉ ଦେଖନ୍ତୁ ଟୋଟାଲ ଆମର ବାଡ଼ି ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି, ପରିବାରେ ଭର୍ତ୍ତି, ପରିବା ପତ୍ର ପୁରା ଭର୍ତ୍ତି ହେଇଯାଇଛି। ଆଉ ଫାଇନାଲି ସାଙ୍ଗମାନେ ଏବେ ଚାଲିଛି ବାଡ଼ିରେ ଶାଗ ଉପାଡ଼ିବା। ତ ହାରଭେଷ୍ଟିଂ ହେଉଛି ଶାଗ, ନାଲି ଶାଗ। ତ ବାପା, ମୁଁ, ମା ଆଉ ଉଲ୍ଟି ସେପଟେ ରୋଷେଇ କରୁଛି, ସେ ତାର ଆସୁନି। ତ ଏବେ ଚାଲିଛି ବାଡ଼ିରେ ଶାଗ ଉପାଡ଼ିବା। ଆଉ ଶାଗ, ଆଉ ସେପଟେ ରହିଛି ବାଇଗଣ ବି ତୋଳା ହେବ। ଆଉ ଏବେ ଚାଲିଛି ଶାଗ, ଯେହେତୁ ଖରା ହେଇଯିବ ତ ଶାଗ ଝାଉଁଳି ଯିବ, ସେଥିପାଇଁ ଟିକେ ଖରା ଡାଉନ୍ ଅଛି, ସେଥିପାଇଁ ଶାଗଟା ଆଗ ଉପଡ଼ା ଚାଲିଛି। ତ ସାଙ୍ଗମାନେ ଏବେ ଆମେ ଆସିଗଲୁଣି ମାନେ ବାଇଗଣ ତୋଳିବା ପାଇଁ। ତ ମା ବାପା ସେପଟେ ଗାମଲା ଧରିକି ଯାଉଛନ୍ତି, ବାଇଗଣ ତୋଳୁଛନ୍ତି, ଆଉ ମୁଁ ଏପଟେ ଟିକେ ସୁଟ୍ କରୁଛି ଭିଡ଼ିଓ। ତ ମୁଁ ବି ତୋଳୁଥିଲି, ତ ସେପଟେ ମୋ ମା ନେଇକିରି ଗଲା। ତ ତୋଳା ଚାଲିଛି ଏବେ ବାଇଗଣ। ତ ବାଇଗଣ ବି ରେଟ୍ ରହିଛି ପ୍ରବଳ,
ତ ସେଥିପାଇଁ ଦେଖାଯାଉ କ'ଣ କେତେ ହେଉଛି ବାଇଗଣ ଆଉ। ତ ସାଙ୍ଗମାନେ ଏବେ ଚାଲିଛି ବାଇଗଣ ତୋଳିବା। ତ ସାଙ୍ଗମାନେ ପ୍ରତ୍ୟେକ ବର୍ଷ ଆମ ବାଡ଼ିରେ ମାନେ ପରିବା ଚାଷ କରାହୁଏ। ତ ସବୁ ବାରମାସୀ ଚାଷ ହୁଏ। ତ ନେଇକରି ପାଖ ମାର୍କେଟ ଯେଉଁ ରହିଛି ଆମର ସେଇ ମାର୍କେଟରେ ବାପା ନେଇକରି ବିକ୍ରି କରନ୍ତି। ତ ବୁଲଟି ଆସିଗଲାଣି ବାଇଗଣ ନେବା ପାଇଁ। ତ ରୋଷେଇ କରିବ ଯେହେତୁ ସେଥିପାଇଁ ବାଇଗଣ ନେବା ପାଇଁ ସେ ତାର ଆସିଗଲେ, ବାଇଗଣ ଧରିକିରି ରୋଷେଇ କରିବ ଆଉ। ତ ପ୍ରତ୍ୟେକ ବର୍ଷ ଆମର ବାଡ଼ିରେ ସବୁ ପରିବା ପତ୍ର ଲଗା ହୁଏ, ବିକ୍ରି ହୁଏ। ତ ଏବେ ଚାଲିଛି ବାଇଗଣ ତୋଳିବା ଆଉ ଶାଗ ଫାଗ ସେପଟରେ ତ ତୋଳା ହେଇକିରି ସରିଲାଣି। ତ ଧୁଆଧୁଇ ହେବ ପୋଖରୀରେ। ଏବେ ଦେଖନ୍ତୁ ଅଳ୍ପ ତୋଳା ହେଇଛି ବାଇଗଣ। ବାଡ଼ିରୁ କ'ଣ ତୋଳା ହେଲା, ବାଇଗଣ, ମୂଳା ଶାଗ, ମୂଳା ଶାଗ, ନାଲି ଶାଗ ସବୁ ତୋଳା ହେଇଛି।